ଭିଜିଲାନ୍ସ ଚାଲରେ ବେଲଗାଁ ଏଆର୍ଆଇ ବଲାଙ୍ଗୀର ଦଲାଲ ସହାୟତାରେ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ବଲାଙ୍ଗୀର ଜିଲ୍ଲା ସଇତଳା ବେଲଗାଁ ତହସିଲ। ଜମି ପଟ୍ଟା କରାଇ ଦେବାକୁ ଦଲାଲ ସହାୟତାରେ ଲାଞ୍ଚ ନେଉଥିଲେ ଏଆର୍ଆଇ ତଥା ଭାରପ୍ରାପ୍ତ ରାଜସ୍ୱ ନିରୀକ୍ଷକ ରେଣ୍ଡା ମାଝୀ। ଏଆର୍ଆଇ ମାଝୀ ଓ ଦଲାଲ ବାବୁଲା ନନ୍ଦଙ୍କୁ ଭିଜିଲାନ୍ସ ଗିରଫ କରିଛି। ଜମିର ଭେରିଫିକେସନ ରିପୋର୍ଟ ଓ ପଟ୍ଟା କରାଇ ଦେବା ପାଇଁ 10,000 ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ସେମାନଙ୍କୁ ଧରିଥିଲା। ଉଭୟଙ୍କଠାରୁ ଲାଞ୍ଚ ଅର୍ଥ ଜବତ କରାଯାଇଛି। ଶଶିକେଲାର ବାସୁଦେବ ରଣାଙ୍କର ଏକ ଜମିର ଭେରିଫିକେସନ ରିପୋର୍ଟ ତହସିଲକୁ ପଠାଇବାର ଥିଲା। ଏଥିପାଇଁ ଦୀର୍ଘ ଦିନ ଧରି ସେ ଆର୍ଆଇ ଅଫିସ ଦୌଡ଼ୁଥିଲେ, ରିପୋର୍ଟ ପ୍ରଦାନ କରାଯାଉନଥିଲା। ଶେଷରେ ଆର୍ଆଇ ଅଫିସରେ ଦଲାଲଗିରି କରୁଥିବା ସଇଁତଳା ଡୁମେରମୁଣ୍ଡାର ବାବୁଲାଲ ଓରଫ ମଣ୍ଟୁ ରିପୋର୍ଟ ପ୍ରଦାନ ସହ ପଟ୍ଟା କରାଇ ଦେବାକୁ କହି 10,000 ଟଙ୍କା ଦେବାକୁ ପଡ଼ିବ ବୋଲି କହିଥିଲେ। ଏନେଇ ଶ୍ରୀ ରଣା ଭିଜିଲାନ୍ସକୁ ଜଣାଇଥିଲେ। ଯୋଜନା ମୁତାବକ ମଙ୍ଗଳବାର ଅଫିସର ଦଲାଲ କେମିକାଲ ବୋଳା ଟଙ୍କା ନେଇଥିଲେ। ଲାଞ୍ଚ ଟଙ୍କାର କିଛି ଅଂଶ ଏଆର୍ଆଇଙ୍କୁ ଦେଇଥିଲେ। ଛପିରେ ଥିବା ଭିଜିଲାନ୍ସ ଟିମ୍ ଚଢ଼ାଉ କରି ଏଆର୍ଆଇ ଓ ଦଲାଲଠାରୁ ଉକ୍ତ ଟଙ୍କା ଜବତ କରିଥିଲେ। ଏଆର୍ଆଇଙ୍କ ନିର୍ଦ୍ଦେଶରେ ଦଲାଲ ଟଙ୍କା ନେଉଥିବା ସ୍ପଷ୍ଟ ହେବାରୁ ଭିଜିଲାନ୍ସ ଉଭୟଙ୍କୁ ଉଠାଇ ଆଣିଥିଲା। ସମ୍ବଲପୁର ଭିଜିଲାନ୍ସ ପକ୍ଷରୁ ଏନେଇ ମାମଲା ରୁଜୁ କରାଯାଇଛି। ଉଭୟଙ୍କୁ ବଲାଙ୍ଗୀର ଭିଜିଲାନ୍ସ କାର୍ଯ୍ୟାଳୟକୁ ଆଣି ପଚରାଉଚରା କରାଯାଇଛି। ବ୍ୟୁରୋ ରିପୋର୍ଟ, ଏକାମ୍ର ନ୍ୟୁଜ ଏଜେନ୍ସି।